ମୋ ନାଁ ଜ୍ୟୋତି ଭୋଳ, ଘୋଡ଼ାବୁଡ଼ାରୁ କହୁଛି। ଆମେ ଗାନ୍ଧୀ କଲେଜରେ ପଢୁଥିଲୁ 2 ବର୍ଷ ହେଲା, 3rd ଇୟର ଥିଲୁ ଆମେ। ମୋ ଭଉଣୀର ମୋର ମିଶିକି ରହୁଥିଲୁ ଗୋଟେ ରୁମରେ। ଭଉଣୀ ନା ଶ୍ରୁତି ଭୋଳ। ତ ବିଶ୍ୱଜିତ ଜେନା ଆମ ସିନିୟର ଥିଲେ, ମନ୍ତ୍ରୀଙ୍କର ପୁତୁରା। ତ ମୋ ଦିଦିର ତାର ରିଲେସନରେ ଥିଲେ ଏବେ 8-9 ମାସ ହେଲା ପାଖାପାଖି। ତ ସେ ରିଲେସନସିପ୍ର 4-5 ମାସ ପରେ ବେଶୀ ଡିପ୍ରେସନରେ ରହିବାର, ଓଭର ଥିଙ୍କିଂ କରିବାର। ତ ମୁଁ ତାକୁ ପଚାରିବାର କ'ଣ ହେଲା, ଆମର ତ କିଛି ପ୍ରୋବ୍ଲେମ୍ ନାହିଁ, ଫ୍ୟାମିଲି ପ୍ରୋବ୍ଲେମ୍ ନାହିଁ, ଫାଇନାନ୍ସିଆଲି ପ୍ରୋବ୍ଲେମ୍ ନାହିଁ, ତୁ କ'ଣ ପାଇଁ ଏତେ ଓଭର ଥିଙ୍କିଂ କରୁଛୁ? ତ ସେ ମତେ କିଛି କହିବାର ନାହିଁ। ତ ମତେ ଡାଉଟ୍ ଆସିବାରେ ସେ ପୁଅ ପାଇଁ କ'ଣ କରୁଛୁ କି କହ ମତେ। ତ ସେ କହିଲା ନାଇଁ ପୁଅ ପାଇଁ କିଛି ନାହିଁ, ତୁ ଚିନ୍ତା କରନା, ସେମିତି କିଛି ନାହିଁ, ଭଲ ଅଛି ମୁଁ। ତାପରେ ସେ ପୁଅ ହେଲେ ମୋ ସହିତ କଥା ହବାର ନାହିଁ, ସେମିତି କିଛି ନାହିଁ, ଭଲ ଅଛି। ତାପରେ ମୁଁ ହେଲେ କିଛି ଘରେ କହିବାର ନାହିଁ, ଭାଇ ହଁ କ୍ୟାରିୟର ଟେନସନ ନେଇକି କରୁଥିବ, ତାକୁ ପଚାରିବାର ନାହିଁ, ଟିକେ ଭାବୁଛି କ'ଣ କରି କ'ଣ ନାହିଁ, ଏସବୁ କଲା। ତାପରେ ଲାଷ୍ଟକୁ ଏମିତି ହେଲୁ, ସେ ପୁଅ ଆସିଲାନି ହସ୍ପିଟାଲ ହେଲେ, ତାଙ୍କ ଘରେ କଥା ହେଇଥିଲା, ହସ୍ପିଟାଲ ଆସିଲାନି, ସୁଇଚ୍ ଅଫ୍ କରି ଫୋନ ରହିଗଲା। ତାପରେ ତାଙ୍କ ଫ୍ୟାମିଲି ରହିଲେ କି ହସ୍ପିଟାଲ ଗୋଟେ ଆସିଲେନି, ଏତେ କହୁଥିଲା ତ କୁଆଡେ ଗଲା। ମୁଁ ରାତି 12ଟାରେ ଶୋଇଥିଲି, ସେ ଲାଷ୍ଟ ନାଇଟ୍ ପୁରା ନର୍ମାଲ ଥିଲା, ଭଲସେ କଥା ହେଲା ମୋ ସହିତ, ସମସ୍ତଙ୍କ ସହିତ ଭଲସେ କଥା ହେଲା, ଆମେ ଖାଇଲୁ ମିଶିକି। ତାପରେ ଏକ୍ଜାମ ଥିଲା 2-3 ଦିନ ପରେ, ତ ପଢୁଥିଲୁ ସମସ୍ତେ। ମୁଁ 12ଟାରେ ଶୋଇଲି, ସେ କହିଲା ମୁଁ ଘଣ୍ଟାରେ ଶୋଇପଡେ, 1ଟାରେ ତୁ ଶୋଇପଡେ। ତ ମୁଁ 12ଟାରେ ଶୋଇଲି। ତାପରେ ସେ 1ଟାରୁ ଶୋଇଲା କହୁଛି, ତାପରେ ଆମର ରୁମମେଟ୍ କେତେ ଜଣ ଥିଲେ, କହିଲେ ସେ ଶୋଇ ପାରୁନଥିଲା, ଖାଲି ଉଠୁଥିଲା, ତାପରେ ଆଉଥରେ ଶୋଉଥିଲା, ଛାଟି ବାଡି ହଉଥିଲା, ମାନେ ଶୋଇ ପାରୁନଥିଲା ଭଲସେ। ତାପରେ ମୋର ଗୋଟେ ରୁମମେଟ୍ କହିଲା ତାକୁ ଲାଷ୍ଟ 3ଟାରେ ମୁଁ ଦେଖିଥିଲି, ତାପରେ ମୁଁ ହେଲେ ଶୋଇପଡିଲି। ତ ମୋ ନିଦ 12ଟାରୁ ପୁରା 7ଟା ପରେ ଭାଙ୍ଗିଲା। ତ 7ଟାରୁ ଉଠିଲାଠୁ ମୋ ଦିଦି ରୁମରେ ନାହିଁ। ତାପରେ ମୁଁ କହିଲି କୁଆଡେ ଗଲା କହିକି କଲ୍ କଲି। ମୁଁ କଲ୍ କଲା ଆଡୁ ସେ ତା ଫୋନ ରୁମରେ ଏକା ଥିଲା, ରିଙ୍ଗ ହେଲା। ମୁଁ କହିଲି ରୁମରେ ଛାଡିକି କୁଆଡେ ଯାଇଛି କହିକି ବାହାର ଆଡେ ସବୁ ଦେଖିଲି। ବାହାର ଆଡେ ସବୁ ଦେଖିଲା ଆଡୁ ବାହାରେ କୁଆଡେ ନାହିଁ। ତାପରେ ପୁରା ଖୋଜି ଖୋଜି 8ଟା ହେଇଗଲା, ପୁରା ପାଖ ରୁମରେ ଏକା ଝୁଲନ୍ତା ଅବସ୍ଥାରେ ଥିଲା, ମୁଁ ଦେଖିଲି। ତାପରେ ଗଲି, ପାଟି କଲି, ତାପରେ ଦେଖିଲି ସେ ତା ହାଇଟ୍ ବେଶୀ ଛୋଟ, ମାନେ ମୋଠୁ ହେଲେ ଛୋଟ ତା ହାଇଟ୍। ତ ତାର ଗୋଟେ ବେଡ୍ ଉପରୁ ଏତେ ଉପରୁ ତା ହାତ ପାଇବନି। ତାପରେ ସେ ଯୋଉ ପକେଇଛି ଯେମିତି ଗଣ୍ଠି, ତାପରେ ଏତେ ଟାଇଟ୍ ରେ ସେ କେବେ ପକେଇ ପାରିବନି, ଏତେ ଉପରୁ ତାର ହାତ ପାଇବନି। ଆଉ ତାର ଏ ତଣ୍ଟି ପାଖରେ ହେଲେ କିଛି ହେଇନି, ମାନେ ଦେଖା ହଉଛି କି ସେ ଏମିତି ତାକୁ ଧରିକି ସେ ପୁଅ କ'ଣ କରିଛି। ତାପରେ ତାକୁ ସନ୍ଧ୍ୟାରେ ହେଲେ କଲ୍ କଲା, କହିଲା କି ଆସେ ଆଉ ଗେଟ୍ ପାଖରେ ମିଶିଆ। ତ କହିଲା ନାଇଁ ମୋର ଏକ୍ଜାମ ଅଛି, ମୁଁ ଯିବିନି, ପାଠ ପଢା ଅଛି ମୋର। ତ କହିଲା ତାପରେ ବାରମ୍ବାର ଫୋର୍ସ କଲା। ତାପରେ 10-15 ମିନିଟ୍ ମାନେ କଥା ହେଲେ, ତାପରେ କଟିଦେଲା ମୋ ଦିଦି ଫୋନ। ତାପରେ କ'ଣ ହେଲା ସାର୍, ମୁଁ ବାଟକୁ ଶୋଇପଡିଲି, କିଛି ଜାଣିନି। ସେ ପୁଅ ହିଁ ଯାହା କରିଛି, ସେ ପୁଅର ହିଁ ଦାୟୀ। ସେ ପୁଅ ହଉଛି ବିଶ୍ୱଜିତ ଜେନା, ମନ୍ତ୍ରୀର ପୁତୁରା। ସିଏ ତାର ଆଗରୁ ବି କେତେଟା କେସ୍ ଥିଲା, ଆମେ ପଛେ ଜାଣିଲୁ। ପଚାରିଲୁ, କହିଲା କି ନାଇଁ ସେମିତି କିଛି ନାହିଁ, ମତେ ମିଛରେ ଫସେଇ ଦେଇଛନ୍ତି। ତାପରେ ମୋ ଦିଦି ମତେ ଲାଗୁଛି ସେ ବିଷୟରେ ତା ସହିତ କଥା ହେଇଥିବ, କିନ୍ତୁ ସେ ତାକୁ କ'ଣ ବ୍ଲାକମେଲ କଲା, କାହାକୁ ଆମକୁ କିଛି କହିଲାନି। ମୁଁ କେତେ ମାସ ହେଲା ତାକୁ ଡେଲି ପଚାରୁଥିଲି କ'ଣ ପାଇଁ ଏମିତି ରହୁଛୁ, ଘରେ କାହାକୁ ତ କହୁନୁ, ମତେ ହେଲେ କହ, କିନ୍ତୁ ସେ ଟୋଟାଲି କହିବାର ନାହିଁ। ତାପରେ ଆମେ ଘରେ ହିଁ ଥିଲୁ ଏବେ ମାସେ ହେଲା। ତାପରେ 2 ଦିନ ହେଲା ଯାଇଛୁ ଆମେ ଏବେ ହଷ୍ଟେଲ। 2 ଦିନ ପରେ ସେ ଏମିତି କରିଦେଲା। ଏଲାଉ ଥିଲା କମିଳା, ସେ ଆମ ସିନିୟର ଥିଲା, ବାକି ତା ପାଖରେ ପାୱାର ଥିଲା, ତ ସେ ଆସୁଥିଲା ଯେତେବେଳେ ଇଚ୍ଛା ସେତେବେଳେ ହେଇଥିଲା। ଆମ ସିନିୟର ଥିଲା ସିଏ, ସେ ହିଁ, ଆଉ କିଏ ନାହିଁ। ତାର ଆଉ କିଛି ପ୍ରୋବ୍ଲେମ ନଥିଲା ଲାଇଫରେ, ଯଦି ହେଇଛି ତା ପାଇଁ ଆଗା ହେଇଛି। ଟାଇମ ହେଲାଣି ହେଲେ ସେ ଫୋନ ସୁଇଚ୍ ଅଫ୍ କରି କୋଉଠି ଲୁଚିକି ଅଛି। ତ ସେ ମନ୍ତ୍ରୀର ପୁତୁରା ହେଲେ ନାଇଁ, ଆଇନ ତା ପାଇଁ ସମାନ ନାହିଁ। ସେ ଆଗରୁ ହେଲେ କେତେଟା ଝିଅ ସହିତ ଏମିତି କରିଛି, ଆମେ ପଛେ ଜାଣିଲୁ। ମନ୍ତ୍ରୀ ବିଭୂତି ଜେନା, ତ ତାଙ୍କ ସେ ପଛେ ଜାଣିଲୁ, କହିଲା ନାଇଁ ମତେ ମିଛରେ ଫସେଇ ଦେଇଛନ୍ତି, ସେମିତି ମୋ ନାଁରେ ନାଇଁ, ଏମିତି କହିଲା ଆମକୁ। ମତେ କହିଲା ବିଶ୍ୱାସ ରଖେ, ତୋ ଭଉଣୀ କିଛି ହଅନି, କ'ଣ ପାଇଁ ଏମିତି ହଉଛୁ ଟେନସନ, କାଷ୍ଟ ହେଲେ ସେମିତି କ'ଣ ପାଇଁ ହଉଛୁ, ଏତେ ଭଲ ଭଲ କଥା କହିଲା। ତାକୁ ଭିତରେ କ'ଣ କରୁଥିଲା, ଏତେ ବ୍ଲାକମେଲ କରୁଥିଲା, କ'ଣ କରୁଥିଲା, ମତେ ସେ କିଛି କହିଲାନି। ସେ ପୁଅ ହେଲେ ମୋ ସହିତ ଭଲ ଥିଲା। ତାପରେ ଯେତେବେଳେ ସେ ଏତେ ସବୁ ହେଲା ପରେ ହେଲେ ଆସିଲାନି, ଫୋନ ସୁଇଚ୍ ଅଫ୍ କଲା, ଲୁଚିକି କୋଉଠି ରହିଗଲା। ତ ଏତେ ଟାଇମ ହେଲାଣି ହେଲେ ସେ ଆରେଷ୍ଟ ହେଇନି, କୋଉଠି ଲୁଚିକି ଅଛି। ତ ମୁଁ କହିବା କଥା ଗଭର୍ଣ୍ଣମେଣ୍ଟ ଟିକେ ନୋ ପାୱାରଫୁଲ ଷ୍ଟେପ କ'ଣ ପାଇଁ ଏତେ, ମାନେ ସେ ମନ୍ତ୍ରୀର ପୁଅ ବୋଲି ତାର ଘୋଡି ହେଇ ସବୁ ଯାଉଛି। ସେ ଏତେ ସବୁ କଲା ପରେ ହେଲେ ତାର ସବୁ ମିଟି ଯାଉଛି। ଏମିତି ନାଇଁ କି ଝିଅ ମାନେ ଖେଳର,
ତ ଖାଲି ତା ପାଖରେ ପାୱାର ଅଛି ବୋଲି ତାର ଯାହା ଇଚ୍ଛା ତାହା କରିପାରିବ। ମନ୍ତ୍ରୀଙ୍କ ପୁତ୍ର ବିଶ୍ୱଜିତ ଜେନା, ତ ତାଙ୍କୁ ଆରେଷ୍ଟ କରାଯାଉ। ଏବେ 30 ଘଣ୍ଟା ପରେ ହେଲାଣି ହେଲେ ବି କିଛି କରାଇନି, ସେ କୋଉଠି ଲୁଚିକି ଅଛି। ତ ପ୍ଲିଜ ମୋ ଭଉଣୀ ନ୍ୟାୟ ମିଳୁ। ସେ କେବେ ହେଲେ ସୁଇସାଇଡ କରିବନି। ସେ ବହୁତ ସ୍ମାର୍ଟ, ଏକାଡେମିକାଲି ହେଲେ ବହୁତ ସ୍ମାର୍ଟ, ସିଏ ବହୁତ ଫ୍ୟାମିଲିୟର ପର୍ସନ, ଘର କଥା ଭାବେ, ବହୁତ ଇନୋସେଣ୍ଟ ଟା, ସିଏ ସ୍ମାର୍ଟ ଟା, ଏମିତି କେବେ କରିବନି ସୁଇସାଇଡ। ସେ ଘର କଥା ବେଶୀ ଭାବିବ। ସେ ପୁଅ ଆଗା ଯାହା କରିଛି, ଦିସ୍ ଇଜ କ୍ଲିୟରଲି ଏ ମର୍ଡର। ତ ତାକୁ ଧରା ଯାଉ, ତାକୁ ସେ ଯିଏ ହଉଛି ହଉ, ମନ୍ତ୍ରୀର ପୁଅ ହଉ, ଯାହା ହଉ।